ଫେବୃଆରୀ ଆରମ୍ଭରୁ ବଡ଼ ଭେଟି ଏମାନଙ୍କ ଭତ୍ତା ବଢ଼ାଇଲେ ମୋହନ ସରକାର। ହେଲେ ନମସ୍କାର ଶୁଭ ସନ୍ଧ୍ୟା। ଆପଣ ଯେମିତି ଓଡ଼ିଆ ଭାଇ 4 ଫେବୃଆରୀ ଚାଲନ୍ତୁ ଜାଣିନ ଭାଇ ଟପ୍ ନ୍ୟୁଜ୍। ଭତ୍ତା ବଢ଼ାଇଲେ ମୋହନ ସରକାର। ଫେବୃଆରୀ ଆରମ୍ଭରୁ ଖୁସି ଖବର। ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସରକାର ଦେବେ ବଡ଼ ଭେଟି। ବଢ଼ିଲା ଭତ୍ତା। ପୁଣି ବଢ଼ିଲା ଭତ୍ତା। ଭତ୍ତା ବଢ଼ାଇଲେ ମୋହନ ସରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବଡ଼ ଘୋଷଣା କରାଯାଇଛି। କେବଳ ଭତ୍ତା ନୁହେଁ ବରଂ ମେଡିକାଲ ଖର୍ଚ୍ଚ ବି ବହନ କରିବେ ସରକାର ବୋଲି ସୂଚନା ମିଳିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଭତ୍ତା ଯୋଗାଇ ଦିଆଯିବ। ଡାଏଟ୍ ଭତ୍ତା 900 ଟଙ୍କାରୁ 1400 ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମୋଟରସାଇକେଲ ଭତ୍ତା 300ରୁ 1050କୁ ବୃଦ୍ଧି କରାଯାଇଛି। ସେହିଭଳି ମୋବିଲିଟି ଭତ୍ତା 150ରୁ 300କୁ ବଢ଼ାଇ ଦିଆଯାଇଛି। କର୍ମଚାରୀଙ୍କୁ ମିଳୁଥିବା ରିକ୍ସ ଭତ୍ତା 400ରୁ ବୃଦ୍ଧି କରାଯାଇ 1000 ଟଙ୍କା ପ୍ରଦାନ କରାଯିବ। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଗ୍ନିଶମ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିଶିଷ୍ଟ ପଦକ୍ଷେପ ବୋଲି ପୋଷ୍ଟରେ ଉଲ୍ଲେଖ ହୋଇଛି। ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି। ଏହାଦ୍ୱାରା 6058 ଅଗ୍ନିଶମ କର୍ମଚାରୀ ଉପକୃତ ହେବେ। ଭିଡ଼ିଓଟି ଭଲ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏହିଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।